2024 ନିର୍ବାଚନରେ ଆଉ ଏକ ଘଟଣା ମଧ୍ୟ ଘଟିଲା। କେବଳ ବିଜେପି କ୍ଷମତାକୁ ଆସିଲା ତାହା ନୁହେଁ, ଯଦି ଦେଖିବା ଯାଜପୁର ଭଳି ଜିଲ୍ଲା ଯାହା ବିଜେଡିର ଗଡ଼ ଥିଲା ତାହା ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ଗଲା କହିଲେ କିଛି ଭୁଲ ହେବନି। କାହିଁକି ଏଭଳି ଘଟିଲା? ଯେଉଁ ନେତାମାନେ ଭାବନ୍ତି ସେ ଆମେ ସର୍ବମୟ ନେତା ହେଇଗଲୁ କିନ୍ତୁ ମାଟି ଗୋଡ଼ ତଳୁ ଖସୁଛି, ବାସ୍ତବତା ସାଙ୍ଗେ ରହିଲେ ଏବଂ ଏଇ ଯେଉଁ ଅବାସ୍ତବ ଅହଙ୍କାରୀ ଯେଉଁ ଭାବନା ସେ ଯାଜପୁରକୁ ବହୁତ ଅଂଶରେ କ୍ଷତିଗ୍ରସ୍ତ କରାଇଲା। ଯାଜପୁର ଗୋଟିଏ ବିଜୁଙ୍କ ସମୟରେ ଗୋଟିଏ ଦୁର୍ଗ ହେଇକି ଥିଲା, ନବୀନଙ୍କ ସମୟରେ ମଧ୍ୟ ସେୟା ଥିଲା। 7କୁ 7 ଆମର ବିଧାନସଭା ସଭ୍ୟମାନେ ଜିତୁଥିଲେ, ପାର୍ଲାମେଣ୍ଟ ବିରୁଦ୍ଧରେ ସବୁ ଜିଲ୍ଲା ପରିଷଦର ମେଜରିଟି, ପଞ୍ଚାୟତ ସମିତିରେ ସବୁ ପଞ୍ଚାୟତ ସମିତି 10ଟି ପଞ୍ଚାୟତ ସମିତିରେ ଥିଲେ। କିନ୍ତୁ ସେତେବେଳେ ଯାଜପୁରରେ ଯେଉଁ ଭାବରେ ନିର୍ବାଚନ ପରିଚାଳନା ହେବା କଥା ସେ ହେଲା ନାହିଁ। ପ୍ରାର୍ଥୀ ଚୟନରେ ଭୁଲ ରହିଲା ନା କେବଳ ପରିଚାଳନାଗତ ତ୍ରୁଟି ପ୍ରାର୍ଥୀ ରହିଲା? ଚୟନରୁ ଆରମ୍ଭ କରି ପରିଚାଳନା ପର୍ଯ୍ୟନ୍ତ ଉଭୟ କଥା ରହିଲା। ତା ପୂର୍ବରୁ ଗଡ଼ି ଗଡ଼ି ଅନେକ କଥା ଆସିଲା, ଯାହାର ନେଟ୍ ରେଜଲ୍ଟ ହେଲା ଲୋକଙ୍କୁ ଆମେ ଦୂରେଇ ଗଲୁ।